ବସି ବସି ତାଙ୍କୁ ଲକ୍ଷ୍ୟ କଲି ଓ ଭାବିବାକୁ ଲାଗିଲି। ଦେଖିଲି ତାଙ୍କର ଚାଲିଚଳନରେ, କଥାବାର୍ତ୍ତାରେ, ଅନ୍ୟମାନଙ୍କ ସହିତ ଆଚରଣରେ ଉନ୍ମାଦ ହେଲା ଭଳି କିଛି ନାହିଁ। ତାଙ୍କର ସଦାଳାପ, ଭାବ ସମାଧି ଦେଖି ମନେ ହେଲା ସତକୁ ସତ ସେ ଈଶ୍ୱରଙ୍କ ଲାଗି ସବୁ ତ୍ୟାଗ କରିଛନ୍ତି ଏବଂ ସେ ଯାହା କହୁଛନ୍ତି ସବୁ ନିଜେ ଆଚରଣ କରୁଛନ୍ତି। ତୁମମାନଙ୍କୁ ଯେପରି ଦେଖୁଛି, ତୁମମାନଙ୍କ ସହିତ ଯେପରି କଥାବାର୍ତ୍ତା କରୁଛି, ସେପରି ଭାବରେ ଈଶ୍ୱରଙ୍କୁ ଦେଖାଯାଏ ଏବଂ ତାଙ୍କ ସଙ୍ଗେ କଥା କୁହାଯାଏ। କିନ୍ତୁ ତାଙ୍କୁ ପାଇବାକୁ କିଏ ଭଲ ଚାହେଁ? ଲୋକମାନେ ସ୍ତ୍ରୀ ପୁତ୍ରଙ୍କ ଶୋକରେ ଆଖିରୁ ଲୁହ ଢାଳନ୍ତି। ବିଷୟ ବା ଟଙ୍କା ପାଇଁ ମଧ୍ୟ ସେପରି କରନ୍ତି। କିନ୍ତୁ ଈଶ୍ୱରଙ୍କୁ ପାଇଲେ ନାହିଁ ବୋଲି କିଏ ଏପରି କାନ୍ଦେ କୁହ? ତାଙ୍କୁ ପାଇଲେ ନାହିଁ ବୋଲି ଯଦି ଏଭଳି ବ୍ୟାକୁଳ ହୋଇ କିଏ ତାଙ୍କୁ କହେ, କିଏ ତାଙ୍କୁ ଡାକେ, ତାହେଲେ ସେ ନିଶ୍ଚୟ ତାକୁ ଦେଖା ଦିଅନ୍ତି। ଠାକୁରଙ୍କ ମୁଖରୁ ଏସବୁ କଥା ଶୁଣି ମନେ ହେଲା ସେ ଅନ୍ୟାନ୍ୟ ଧର୍ମ ପ୍ରଚାରଙ୍କ ଭଳି କଳ୍ପନା ବା ରୂପକର ସହାୟତା ନେଇ ଏପରି କହୁନାହାନ୍ତି। ସତକୁ ସତ ସର୍ବସ୍ୱ ତ୍ୟାଗ କରି ଏବଂ ସମ୍ପୂର୍ଣ୍ଣ ମନରେ ଈଶ୍ୱରଙ୍କୁ ଡାକି ଯାହା ପ୍ରତ୍ୟକ୍ଷ କରିଛନ୍ତି ତାହା ହିଁ କହୁଛନ୍ତି। ନିର୍ବାକ ହୋଇ ଭାବିବାକୁ ଲାଗିଲି। ଭାବିଲି ଉନ୍ମାଦ ହେଲେ ମଧ୍ୟ ଈଶ୍ୱରଙ୍କ ପାଇଁ ଏଭଳି ତ୍ୟାଗ ଏ ଜଗତରେ ବିରଳ ବ୍ୟକ୍ତି ହିଁ କରିବାକୁ ସକ୍ଷମ। ଉନ୍ମାଦ ହେଲେ ସୁଦ୍ଧା ଏ ବ୍ୟକ୍ତି ମହାପବିତ୍ର, ମହାତ୍ୟାଗୀ ଏବଂ ଏଥିଲାଗି ମାନବ ହୃଦୟରେ ଶ୍ରଦ୍ଧା, ପୂଜା ଓ ସମ୍ମାନ ପାଇବାର ଯଥାର୍ଥ ଅଧିକାରୀ। ଏପରି ଭାବି ଭାବି ସେଦିନ ତାଙ୍କର ଚରଣ ବନ୍ଦନା କରି ତାଙ୍କଠାରୁ ବିଦାୟ ନେଇ କଲିକତା ଫେରି ଆସିଲି। ସହସ୍ର କର୍ମରେ ରତ ନରେନ୍ଦ୍ରନାଥଙ୍କ ମନରେ କେତୋଟି ସପ୍ତାହ ଲାଗି ଦକ୍ଷିଣେଶ୍ୱରକୁ ଯିବା କଥା ଚାପା ପଡ଼ିଗଲା। ପାଶ୍ଚାତ୍ୟ ଶିକ୍ଷା ଓ ଦୈନନ୍ଦିନ କର୍ମ ତାଙ୍କୁ ଏପରି ଭୁଲାଇ ରଖିଲେ ମଧ୍ୟ ତାଙ୍କର ସ୍ମୃତି ଓ ସତ୍ୟନିଷ୍ଠା ଅବସର ପାଇଲେ ତାଙ୍କ ମନରେ ଦକ୍ଷିଣେଶ୍ୱରର ଅନୁଭୂତିକୁ ଜାଗ୍ରତ କରିଦିଏ। ସେ କିପରି ଏକୁଟିଆ ଦକ୍ଷିଣେଶ୍ୱର ଯାଇ ଠାକୁରଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବେ, ଏହି ଭାବନାରେ ବେଳେବେଳେ ଉତ୍ତେଜିତ ହୋଇପଡ଼ନ୍ତି। ଠାକୁରଙ୍କ ସହିତ ପ୍ରଥମ ଦର୍ଶନ ପରେ ମାସାଧିକ କାଳ ଅତିବାହିତ ହୋଇଗଲା। ଦିନେ ନରେନ୍ଦ୍ର ଏକାକୀ ପାଦରେ ଚାଲି ଚାଲି ଦକ୍ଷିଣେଶ୍ୱରରେ ପହଞ୍ଚିଲେ। ଏହି ଦ୍ୱିତୀୟ ଥର ଦକ୍ଷିଣେଶ୍ୱର ଅଭିଜ୍ଞତା ସେ ନିଜେ ପରବର୍ତ୍ତୀ କାଳରେ ନିଜ ମୁଖରେ ବର୍ଣ୍ଣନା କରିଛନ୍ତି। ଦକ୍ଷିଣେଶ୍ୱର କାଳୀବାଡ଼ି ଯେ କଲିକତାଠାରୁ ଏତେ ଦୂର ସେ କଥା ଥରେ ଯାଇ ବୁଝି ନଥିଲି। ପଚାରି ପଚାରି କୌଣସି ମତେ ଯାଇ ଦକ୍ଷିଣେଶ୍ୱରରେ ପହଞ୍ଚିଲି ଏବଂ ସଙ୍ଗେ ସଙ୍ଗେ ଠାକୁରଙ୍କ ଘରେ ପ୍ରବେଶ କଲି। ମୋତେ ଦେଖିବା ମାତ୍ରେ ସେ ଖୁବ୍ ଆହ୍ଲାଦରେ ପାଖକୁ ଡାକି ପାଖରେ ବସାଇଲେ। ବସିବା ପରେ କିନ୍ତୁ ଦେଖିଲି ସେ ଯେପରି ଏକ ପ୍ରକାର ଭାବରେ ଆବିଷ୍ଟ ହୋଇ ପଡ଼ିଲେ ଏବଂ ଅସ୍ପଷ୍ଟ ସ୍ୱରରେ ନିଜ ମନକୁ ମନ କ'ଣ ସବୁ କହି କହି ସ୍ଥିର ଦୃଷ୍ଟିରେ ମୋତେ ଲକ୍ଷ୍ୟ କରି ଧୀରେ ଧୀରେ ମୋ ଆଡ଼କୁ ଘୁଞ୍ଚି ଆସିଲେ। ଭାବିଲି ବୋଧହୁଏ ପାଗଳ ପୂର୍ବଦିନ ଭଳି ପୁଣି କୌଣସି ପ୍ରକାର ପାଗଳାମି ଆରମ୍ଭ କରିଦେବେ। ଏପରି ଭାବୁ ନ ଭାବୁଣୁ ସେ ହଠାତ୍ ନିକଟକୁ ଆସି ନିଜର ଦକ୍ଷିଣ ପାଦ ମୋ ଅଙ୍ଗରେ ସ୍ଥାପନ କଲେ ଏବଂ ଏହାର ସ୍ପର୍ଶରେ ମୁହୂର୍ତ୍ତକ ମଧ୍ୟରେ ମୋର ଗୋଟିଏ ଅପୂର୍ବ ଉପଲବ୍ଧି ଘଟିଗଲା। ଆଖି ଖୋଲି ଦେଖିଲି ଦୁଆର କବାଟ ସମେତ ଗୃହର ସମସ୍ତ ବସ୍ତୁ ସବେଗରେ ଘୂରି ଘୂରି କୁଆଡ଼େ ଲୀନ ହୋଇଯାଉଛି ଏବଂ ସମଗ୍ର ବିଶ୍ୱ ସହିତ ମୁଁ ତ ଯେପରି ଏକ ସର୍ବଗ୍ରାସୀ ମହାଶୂନ୍ୟରେ ଏକାକାର ହେବାକୁ ଛୁଟି ଚାଲିଛି। ସେତେବେଳେ ଦାରୁଣ ଆତଙ୍କରେ ଅଭିଭୂତ ହୋଇ ପଡ଼ିଲି। ମନେ ହେଲା ଏହି ମୁହୂର୍ତ୍ତର ନାଶ ହିଁ ତ ମରଣ। ସେହି ମରଣ ମୋର ସମ୍ମୁଖରେ, ଅତି ନିକଟରେ। ସମ୍ଭାଳି ନ ପାରି ଚିତ୍କାର କରି କହି ଉଠିଲି, ଆହେ ତୁମେ ମୋର ଏ କ'ଣ କଲ? ମୋର ଯେ ବାପା ମା ଅଛନ୍ତି। ଅଦ୍ଭୁତ ପାଗଳ ମୋର ଏକଥା ଶୁଣି ଖାଲି ଖିଲିଖିଲି ହୋଇ ହସି ଉଠିଲେ ଏବଂ କହିଲେ, ହସ୍ତ ଦ୍ୱାରା ମୋର ବକ୍ଷ ସ୍ପର୍ଶ କରୁ କରୁ କହିଲେ, ତାହେଲେ ବର୍ତ୍ତମାନ ଥାଉ, ଏକାଥରକେ ନୁହେଁ, ସମୟ ହେଲେ ହେବ। ଆଶ୍ଚର୍ଯ୍ୟର ବିଷୟ, ସେ ଏହି ଭାବରେ ସ୍ପର୍ଶ କରି ଏକଥା କହିବା ମାତ୍ରେ ମୋର ସେ ଅପୂର୍ବ ଅନୁଭୂତି ସଙ୍ଗେ ସଙ୍ଗେ ଦୂରୀଭୂତ ହୋଇଗଲା। ମୁଁ ପ୍ରକୃତିସ୍ଥ ହେଲି ଏବଂ ଘର ଭିତରେ ଏବଂ ବାହାରେ ଥିବା ପଦାର୍ଥଗୁଡ଼ିକ ପୂର୍ବ ଭଳି ଅବସ୍ଥିତ ଥିବାର ଦେଖିବାକୁ ପାଇଲି। ଏହି ଘଟଣାର କିଛିଦିନ ପରେ ନରେନ୍ଦ୍ରନାଥ ଠାକୁରଙ୍କ ନିକଟକୁ ଆଉ ଥରେ ଯାଇଥିଲେ। ଦକ୍ଷିଣେଶ୍ୱରରେ ସେଦିନ ବହୁ ଜନସମାଗମ। ସେହି କାରଣରୁ ହେଉ ବା ଅନ୍ୟ କାରଣରୁ ହେଉ ଠାକୁର ସେଦିନ ନରେନ୍ଦ୍ରନାଥଙ୍କୁ ନିକଟବର୍ତ୍ତୀ ଯଦୁନାଥ ମଲ୍ଲିକଙ୍କର ଉଦ୍ୟାନକୁ ବୁଲିଯିବା ପାଇଁ ଡାକିଲେ। ଠାକୁର ନରେନ୍ଦ୍ରଙ୍କ ସହିତ କଥା କହି କହି ଏହି ଘରେ ଆସି ପହଞ୍ଚିଲେ। ସେଠାରେ ବସିବା ମାତ୍ରେ ସମାଧିସ୍ଥ ହୋଇଗଲେ। ସାମାନ୍ୟ ଦୂରରେ ନରେନ୍ଦ୍ର ବସିଥାନ୍ତି। ସେ ଠାକୁରଙ୍କର ଏହି ଅବସ୍ଥାକୁ ସ୍ଥିର ଭାବେ ଲକ୍ଷ୍ୟ କରୁଥାନ୍ତି। ଏହି ସମୟରେ ଠାକୁର ପୂର୍ବଦିନ ଭଳି ହଠାତ୍ ଆସି ତାଙ୍କୁ ସ୍ପର୍ଶ କଲେ। ନରେନ୍ଦ୍ର ପୂର୍ବରୁ ସତର୍କ ରହିଥିଲେ ସୁଦ୍ଧା ଏହି ଶକ୍ତିଶୂନ୍ୟ ସ୍ପର୍ଶରେ ସେ ସଙ୍ଗେ ସଙ୍ଗେ ଅଭିଭୂତ ହୋଇଗଲେ। ପୂର୍ବଦିନ ଭଳି ନହେଲେ ମଧ୍ୟ ଏଥିରେ ତାଙ୍କର ବାହ୍ୟ ସଂଜ୍ଞା ସଙ୍ଗେ ସଙ୍ଗେ ଲୁପ୍ତ ହୋଇଗଲା। କିଛି କ୍ଷଣ ପରେ ସେ ଯେତେବେଳେ ତାଙ୍କର ବାହ୍ୟ ଚେତନା ଫେରି ଆସିଲା, ସେତେବେଳେ ସେ ଦେଖିଲେ ଯେ ଠାକୁର ତାଙ୍କ ବକ୍ଷରେ ହାତ ବୁଲାଉଛନ୍ତି ଓ ତାଙ୍କୁ ପ୍ରକୃତରେ ଦେଖି ମୃଦୁ ମଧୁର ହାସ୍ୟ କରୁଛନ୍ତି। ପରବର୍ତ୍ତୀ କାଳର କଥା। ଏହି ପ୍ରସଙ୍ଗରେ ଠାକୁର ଦିନେ ଏ ଘଟଣାର ଉଲ୍ଲେଖ କରି କହିଥିଲେ, ବାହ୍ୟ ସଂଜ୍ଞା ଲୋପ ହେବା ପରେ ନରେନଙ୍କୁ ସେଦିନ ବହୁ କଥା ପଚାରିଥିଲି। ସେ କିଏ, କେଉଁଠୁ ଆସିଛି, କାହିଁକି ଆସିଛି, କେତେ ଦିନ ସେ ପୃଥିବୀରେ ରହିବ, ଏହିପରି କେତେ କଥା। ସେ ମଧ୍ୟ ସେହି ଅବସ୍ଥାରେ ନିଜ ଅନ୍ତର ଭିତରକୁ ପ୍ରବେଶ କରି ଏସବୁ ପ୍ରଶ୍ନର ଯଥାଯଥ ଉତ୍ତର ଦେଇଥିଲା। ତା ସମ୍ବନ୍ଧରେ ଯାହା ଦେଖିଥିଲି ଓ ଭାବିଥିଲି, ତାହାର ଏହି କେଇ ଉତ୍ତରଗୁଡ଼ିକ ତାର ପ୍ରମାଣ କରିଥିଲା। ସେ ସବୁ କଥା କହିବାକୁ ନିଷେଧ ଅଛି। ଏଥିରୁ କିନ୍ତୁ ଜାଣିଛି, ସେ ଯେଉଁଦିନ ଜାଣିପାରିବ ଯେ ସେ କିଏ, ସେଦିନ ସେ ଆଉ ଇହଲୋକରେ ରହିବ ନାହିଁ। ଦୃଢ଼ ସଂକଳ୍ପ ସହାୟତାରେ ଯୋଗ ମାର୍ଗରେ ତତ୍କ୍ଷଣାତ୍ ଶରୀର ପରିତ୍ୟାଗ କରିବ।
ନରେନ୍ଦ୍ର ଧ୍ୟାନସିଦ୍ଧ ମହାପୁରୁଷ। ଏହି ଦୁଇଟି ଦିନର ଘଟଣା ଫଳରେ ନରେନ୍ଦ୍ରନାଥଙ୍କର ଧାରଣା ହୋଇଥିଲା ବିରଳ ହେଲେ ମଧ୍ୟ ବାସ୍ତବିକ ଏପରି ମହାପୁରୁଷମାନେ ଏ ଜଗତରେ ଜନ୍ମ ପରିଗ୍ରହ କରନ୍ତି, ଯେଉଁମାନଙ୍କର ଅଲୌକିକ ତ୍ୟାଗ, ତପସ୍ୟା, ପ୍ରେମ, ପବିତ୍ରତା ସାଧାରଣ ମଣିଷର କ୍ଷୁଦ୍ର ମନୋବୁଦ୍ଧି ପ୍ରସୂତ ଈଶ୍ୱର ସମ୍ବନ୍ଧୀୟ ଧାରଣାକୁ ବହୁଦୂର ଅତିକ୍ରମ କରିଯାଏ। ସୁତରାଂ ଏପରି ମହାତ୍ମାମାନଙ୍କୁ ଗୁରୁ ରୂପେ ଗ୍ରହଣ କଲେ ସାଧାରଣ ମଣିଷମାନଙ୍କର ପରମ ମଙ୍ଗଳ ସାଧିତ ହୋଇଥାଏ। ଯାହା ହେଉ, ସେଦିନଠାରୁ ସେ ଆଧ୍ୟାତ୍ମିକ ଜଗତର ଅଦୃଷ୍ଟପୂର୍ବ ତତ୍ତ୍ୱଗୁଡ଼ିକ ଗ୍ରହଣ କରିବା ନିମିତ୍ତ ମନକୁ ସର୍ବଦା ପ୍ରସ୍ତୁତ ରଖିବା ଲାଗି ଗୋଟିଏ ଦିଗରେ ଯେପରି ଯତ୍ନଶୀଳ ହୋଇ ପଡ଼ିଲେ, ଅନ୍ୟ ଦିଗରେ ସେହିଭଳି ପୁଣି ଠାକୁରଙ୍କର ପ୍ରତ୍ୟେକ ଅଦ୍ଭୁତ ଦର୍ଶନ ଓ ବ୍ୟବହାରର ବିଚାରରେ ନିଜକୁ ନିଯୁକ୍ତ କରି ରଖିଲେ। ଶ୍ରୀରାମକୃଷ୍ଣ ଓ ନରେନ୍ଦ୍ରନାଥଙ୍କ ଅଲୌକିକ ସମ୍ବନ୍ଧ। ପ୍ରଥମ ଦର୍ଶନ ଦିନଠାରୁ ଠାକୁର ନରେନ୍ଦ୍ରନାଥଙ୍କୁ କେତେ ତନ୍ମୟ ଭାବରେ ଭଲ ପାଉଥିଲେ ଓ କେତେ ନିକଟ ଆତ୍ମୀୟ ଜ୍ଞାନ କରୁଥିଲେ, ତାହାର ଆଭାସ ଦେବା ମଧ୍ୟ ସାଧ୍ୟାତୀତ। କୌଣସି କାରଣ ନଥାଏ ଯେ ଜଣେ ଅନ୍ୟ ଜଣକୁ ଏତେ ଦୂର ଭଲ ପାଇପାରେ, ଏକଥା ଠାକୁର ଓ ନରେନଙ୍କ ପ୍ରୀତି ନ ଦେଖିଲେ କେହି ଧାରଣା କରିପାରିବେ ନାହିଁ। ଏହି ଅହଂତାଡ଼ିତ ସଂସାରରେ ହୁଏତ ଏପରି ଏକ ଦିନ ଆସିବ, ଯେତେବେଳେ ମଣିଷ ଭିତରେ ଈଶ୍ୱର ପ୍ରକାଶ ଉପଲବ୍ଧି କରି ସତକୁ ସତ ଏଭଳି ନିଷ୍କାମ ପ୍ରୀତି ସମ୍ଭବ ହୋଇପାରିବ। ଏଭଳି ପ୍ରୀତି ଅନ୍ୟକୁ ଦେଇପାରିଲେ ଓ ଅନ୍ୟଠାରୁ ପାଇପାରିଲେ ଏହି ମନୁଷ୍ୟ ଜନ୍ମ କୃତାର୍ଥ ହୋଇଯାଏ। ଠାକୁରଙ୍କ ପାଖକୁ ନରେଙ୍କ ଆଗମନର କିଛି ଦିନ ପରେ ସ୍ୱାମୀ ପ୍ରେମାନନ୍ଦ ଦକ୍ଷିଣେଶ୍ୱରରେ ପ୍ରଥମେ ଉପସ୍ଥିତ ହେଲେ। ଇତିମଧ୍ୟରେ ନରେନ୍ଦ୍ରନାଥ ସପ୍ତାହ କାଳ ବା କିଞ୍ଚିତ୍ ଅଧିକ କାଳ ଦକ୍ଷିଣେଶ୍ୱର ନ ଆସିଥିବାରୁ ଠାକୁର ତାଙ୍କ ପାଇଁ କିଭଳି ଉତ୍କଣ୍ଠିତ ଚିତ୍ତରେ କାଳାତିପାତ କରୁଥିଲେ ଓ ସ୍ୱାମୀ ପ୍ରେମାନନ୍ଦ ତାହା ଲକ୍ଷ୍ୟ କରି ମୋହିତ ହୋଇ ସେ ସମ୍ବନ୍ଧରେ ଅନେକ ଥର ବିଭିନ୍ନ ସ୍ଥଳରେ କହିଛନ୍ତି। ଏହାର ବର୍ଣ୍ଣନା ତାଙ୍କରି ଭାଷାରେ ଶୁଣାଯାଉ। ସ୍ୱାମୀ ବ୍ରହ୍ମାନନ୍ଦଙ୍କ ସହିତ ହାଟଖୋଲା ଘାଟରେ ନୌକା ଉପରକୁ ଉଠୁ ଉଠୁ ସେଦିନ ରାମଦୟାଲ ବାବୁଙ୍କୁ ସେଠାରେ ଦେଖିବାକୁ ପାଇଲେ। ସେ ମଧ୍ୟ ଦକ୍ଷିଣେଶ୍ୱର ଯାଉଛନ୍ତି ଜାଣି ଆମେ ଏକତ୍ର ସେହି ନୌକାରେ ଉଠିଲୁ ଏବଂ ପ୍ରାୟ ସନ୍ଧ୍ୟା ବେଳକୁ ରାଣୀ ରାସମଣୀଙ୍କ କାଳୀବାଡ଼ିରେ ପହଞ୍ଚିଗଲୁ। ଠାକୁରଙ୍କ ଘରକୁ ଆସି ଶୁଣିଲୁ ଜଗଦମ୍ବାଙ୍କୁ ଦର୍ଶନ କରିବାକୁ ମନ୍ଦିର ଆଡ଼େ ଯାଇଛନ୍ତି। ସ୍ୱାମୀ ବ୍ରହ୍ମାନନ୍ଦ ଆମକୁ ସେହି ସ୍ଥାନରେ ଅପେକ୍ଷା କରିବାକୁ କହି ଠାକୁରଙ୍କୁ ଆଣିବା ଲାଗି ମନ୍ଦିର ଆଡ଼କୁ ଗଲେ। କିଛି ସମୟ ପରେ ବ୍ରହ୍ମାନନ୍ଦ ଠାକୁରଙ୍କୁ ଧରାଧରି କରି ଆଣୁଥିବାର ଦେଖିଲୁ। ଆମେ ଲକ୍ଷ୍ୟ କଲୁ ସ୍ୱାମୀ ବ୍ରହ୍ମାନନ୍ଦ ତାଙ୍କୁ ଖୁବ୍ ସନ୍ତର୍ପଣରେ ଧରିଥାନ୍ତି, ଖୁବ୍ ସତର୍କ କଣ୍ଠରେ କହୁଥାନ୍ତି, ଏଠି ପାହାଚ, ଧୀରେ ଉଠନ୍ତୁ, ଏଠି ଧୀରେ ଓହ୍ଲାନ୍ତୁ। ଠାକୁରଙ୍କର କିନ୍ତୁ ବାହ୍ୟ ଜ୍ଞାନ ନଥିବା ଭଳି ଲାଗୁଥାଏ। ଆମେ ଆଗରୁ ଠାକୁରଙ୍କର ବାହ୍ୟ ଜ୍ଞାନଲୁପ୍ତ ଭାବ ସମାଧି କଥା ଶୁଣିଥିଲୁ। ସେଥିପାଇଁ ବର୍ତ୍ତମାନ ଠାକୁର ଏଭଳି ମାତାଲଙ୍କ ଭଳି ଟଳି ଟଳି ଆସୁଥିବାର ଦେଖି ବୁଝିଲୁ ଯେ ସେ ଭାବାବେଶରେ ରହିଛନ୍ତି। ସେହିପରି ଭାବରେ ସେ ଘର ଭିତରକୁ ଆସିଲେ ଓ ଛୋଟ ଖଟଟି ଉପରେ ବସିଲେ। କିଛି ସମୟ ପରେ ପ୍ରକୃତ ହୋଇ ସେ ମୋର ପରିଚୟ ପଚାରିଲେ ଏବଂ ମୋର ମୁହଁ, ହାତ, ପାଦ ଆଦିର ଲକ୍ଷଣ ପରୀକ୍ଷା କରିବାକୁ ଲାଗିଲେ। କହୁଣିରୁ ଅଙ୍ଗୁଳି ପର୍ଯ୍ୟନ୍ତ ମୋର ହାତଟିର ଓଜନ ପରୀକ୍ଷା କରିବା ପାଇଁ ସେ କିଛି ସମୟ ମୋର ହାତଟିକୁ ନିଜ ହାତରେ ଧାରଣ କଲେ। ତାପରେ କହିଲେ, ବେଶ୍। ଏହି ଭାବରେ ସେ କ'ଣ ବୁଝିଲେ ତାହା ତାଙ୍କୁ ଜଣା। ଏହାପରେ ସେ ରାମଦୟାଲ ବାବୁଙ୍କୁ ନରେନ କିପରି ଅଛି ବୋଲି ପଚାରିଲେ ଏବଂ ସେ ଭଲ ଅଛନ୍ତି ବୋଲି ଶୁଣି କହିଲେ, ଅନେକ ଦିନ ହେଲା ସେ ଏଠାକୁ ଆସିନାହିଁ। ତାକୁ ଦେଖିବାକୁ ଭାରି ଇଚ୍ଛା ହେଉଛି। ଥରେ ତାକୁ ଏଠାକୁ ଆସିବା ପାଇଁ କହ। ଧର୍ମ ବିଷୟକ ନାନା କଥାବାର୍ତ୍ତାରେ କେତେ ଘଣ୍ଟା ଖୁବ୍ ଆନନ୍ଦରେ କଟିଗଲା। କ୍ରମେ 10ଟା ବାଜିଲା। ଆମେ ସବୁ ଆହାର କଲୁ ଓ ଠାକୁରଙ୍କ ଘରର ପୂର୍ବ ଦିଗକୁ ଯେଉଁ ବାରଣ୍ଡାଟି ଅଛି ସେଠାରେ ଶୋଇଲୁ। ଠାକୁର ଆଉ ସ୍ୱାମୀ ବ୍ରହ୍ମାନନ୍ଦଙ୍କ ପାଇଁ ଘର ଭିତରେ ବିଛଣା ପ୍ରସ୍ତୁତ ହେଲା। ଶୋଇବା ପରେ ଘଣ୍ଟାଏ ଖଣ୍ଡେ ଯାଇଛି କି ନାହିଁ, ଠାକୁର ପିନ୍ଧିବା ଲୁଗା ଖଣ୍ଡିକ ପିଲାଙ୍କ ଭଳି ହାତରେ ଧରି ଘର ଭିତରୁ ବାହାରି ଆସି ଆମ ପାଖରେ ପହଞ୍ଚିଲେ। ରାମଦୟାଲ ବାବୁଙ୍କୁ ସମ୍ବୋଧନ କରି କହିଲେ, ଆହେ, ଶୋଇଲଣି କି? ଆମେ ଉଭୟ ଅସ୍ତବ୍ୟସ୍ତ ହୋଇ ବିଛଣାରେ ଉଠି ବସିଲୁ। କହିଲୁ, ଆଜ୍ଞା, ନା, ଶୋଇନାହୁଁ। ଏହା ଶୁଣି ଠାକୁର କହିଲେ, ଦେଖ, ନରେନ୍ଦ୍ର ଲାଗି ମୋ ପ୍ରାଣ ଭିତରଟା ଯେପରି ଗାମୁଛା ଚିପୁଡ଼ି ହେଲା ଭଳି କିଏ ଚିପୁଡ଼ି ଦେଉଛି। ଯେପରି ହେଲେ ସିଏ ଆସି ଥରେ ମୋତେ ଦେଖା କରୁ। ତାକୁ କୁହ ସେ ଏଠାକୁ ଆସିବ। ସେ ସତ୍ୟଗୁଣ ସମ୍ପନ୍ନର ଆଧାର, ସାକ୍ଷାତ ନାରାୟଣ। ତାକୁ ମଝିରେ ମଝିରେ ନ ଦେଖିଲେ ରହିପାରୁନାହିଁ। ରାମଦୟାଲ ବାବୁ କିଛି ଦିନ ଆଗରୁ ଦକ୍ଷିଣେଶ୍ୱର ଯିବା ଆସିବା କରୁଥିଲେ। ସେଥିପାଇଁ ଠାକୁରଙ୍କର ବାଳକ ସୁଲଭ ଆଚରଣ କଥା ତାଙ୍କୁ ଅଜଣା ନଥିଲା। ସେ ଠାକୁରଙ୍କର ଏଭଳି ବାଳକ ସଦୃଶ ବ୍ୟବହାର ଦେଖି ବୁଝିପାରିଲେ ଯେ ଠାକୁର ଭାବାବିଷ୍ଟ ହୋଇଛନ୍ତି। ସେ ଠାକୁରଙ୍କୁ କହିଲେ, ରାତି ପାହିଲେ ମୁଁ ଯାଇ ନରେନକୁ କହିବି। ସେ ନିଶ୍ଚୟ ଖୁବ୍ ଶୀଘ୍ର ଆସି ଆପଣଙ୍କୁ ଦେଖା କରିବ। ଏପରି କେତେ କଥା କହି ସେ ଠାକୁରଙ୍କୁ ଶାନ୍ତ କଲେ। କିନ୍ତୁ ସେହି ରାତିରେ ଠାକୁରଙ୍କର ଉକ୍ତ ଭାବ କୌଣସି ପ୍ରକାର ଶାନ୍ତ ହେଲା ନାହିଁ। ତାଙ୍କର ଏଭଳି କାତରତା ଦେଖି ବିସ୍ମିତ ହୋଇ ମୁଁ ଭାବିଲି, ଠାକୁରଙ୍କର କି ଅଦ୍ଭୁତ ଭଲ ପାଇବା, ଆଉ ଯାହାଙ୍କ ପାଇଁ ଏହାଙ୍କର ପ୍ରାଣ ଏପରି ଛଟପଟ ହେଉଛି ସେ କେଡ଼େ କଠୋର। ସେହି ରାତିଟା ଏହି ଭାବରେ କଟିଗଲା। ସକାଳ ହେବାରୁ ଆମେ ନିତ୍ୟକର୍ମ ସାରି ଜଗଦମ୍ବାଙ୍କୁ ଦର୍ଶନ କରି ଠାକୁରଙ୍କ ଚରଣରେ ପ୍ରଣୀତ ହୋଇ ବିଦାୟ ନେଇ କଲିକତା ଫେରିଆସିଲୁ। 1883 ମସିହା ଦିନେ ଶ୍ରୀଯୁକ୍ତ ବୈକୁଣ୍ଠନାଥ ସାନ୍ୟାଲ ଦକ୍ଷିଣେଶ୍ୱରରେ ଉପସ୍ଥିତ ହୋଇ ଦେଖିଲେ ଯେ
ନରେନ୍ଦ୍ରନାଥ କିଛି ଦିନ ହେଲା ଆସିନାହାନ୍ତି ବୋଲି ଠାକୁର ଖୁବ୍ ଉତ୍କଣ୍ଠିତ ହୋଇ ରହିଛନ୍ତି। ବୈକୁଣ୍ଠନାଥଙ୍କ ବର୍ଣ୍ଣନା ଅନୁସାରେ ସେଦିନ ଠାକୁରଙ୍କ ମନ ସତେକି ନରେନ୍ଦ୍ରମୟ ହୋଇ ଉଠିଛି। ପାଟିରେ ନରେନ୍ଦ୍ରନାଥଙ୍କ ଗୁଣ କୀର୍ତ୍ତନ ଛଡ଼ା ଆଉ କିଛି ନାହିଁ। ମୋତେ ସମ୍ବୋଧନ କରି କହିଲେ, ଦେଖ, ନରେନ୍ଦ୍ର ଶୁଦ୍ଧ ସତ୍ତ୍ୱଗୁଣୀ। ମୁଁ ଦେଖିଛି ସେ ଅଖଣ୍ଡଙ୍କ ଘରେ 4 ଜଣରୁ ଜଣେ ଏବଂ ସପ୍ତର୍ଷିଙ୍କ ମଧ୍ୟରୁ ଜଣେ। ତା'ର କେତେ ଯେ ଗୁଣ ତାହାର ଇୟତ୍ତା ନାହିଁ। ଏପରି ଗୁଣ ଗାଉ ଗାଉ ଠାକୁର ନରେନ୍ଦ୍ରଙ୍କୁ ଦେଖିବା ଲାଗି ଖୁବ୍ ବ୍ୟାକୁଳ ହୋଇ ଉଠିଲେ। ପୁତ୍ରର ବିରହରେ ମାତା ଯେପରି କାତର ହୋଇପଡ଼େ, ସେହିପରି ଅଜସ୍ର ଅଶ୍ରୁ ବିସର୍ଜନ କରିବାକୁ ଲାଗିଲେ। ଏହି ଘଟଣାର କିଛି କାଳ ପରେ ଠାକୁର ମୋତେ ନରେନ୍ଦ୍ରଙ୍କ ସହିତ ପରିଚିତ କରାଇ ଦେଇଥିଲେ। ଠାକୁରଙ୍କ ସାନ୍ନିଧ୍ୟରେ ରହି ନରେନ୍ଦ୍ର ତାଙ୍କର ଯେଉଁ ଦେବଦୁର୍ଲଭ ପ୍ରେମର ଅଧିକାରୀ ହୋଇଥିଲେ, ତାହା ଭାବିଲେ ବିସ୍ମିତ ହେବାକୁ ହୁଏ। ଏଥିରେ ଅବିଚଳିତ ରହି ସେ ଯେ ଯଥାର୍ଥ ସତ୍ୟଲାଭର ଆଶାରେ ଠାକୁରଙ୍କୁ ପରୀକ୍ଷା କରି ନେବାକୁ ଅଗ୍ରସର ହୋଇଥିଲେ, ଏଥିରୁ ବୁଝାଯାଏ ଯେ ସତ୍ୟାନୁରାଗ ତାଙ୍କ ଭିତରେ କେତେ ଦୂର ପ୍ରବଳ ଥିଲା। ନରେନ୍ଦ୍ର ଯେତେବେଳେ ଦକ୍ଷିଣେଶ୍ୱର ଆସନ୍ତି, ଠାକୁର ପ୍ରାୟ ତାଙ୍କୁ ଦେଖିବା ଲାଗି ଭାବାବିଷ୍ଟ ହୋଇ ପଡ଼ନ୍ତି। ଏହି ଅବସ୍ଥାରେ ତାଙ୍କର ଭଜନ ଶୁଣିବାର ସ୍ଫୁରା ହୁଏ। ନରେନ୍ଦ୍ରଙ୍କର ସୁମଧୁର କଣ୍ଠ ଶୁଣିବା ମାତ୍ରେ ହଠାତ୍ ପୁଣି ସମାଧିସ୍ଥ ହୋଇ ପଡ଼ନ୍ତି। ସର୍ବକ୍ଷଣରେ ନରେନ୍ଦ୍ରଙ୍କ ମୁଖରୁ ଜୋ କୁଛେ ସୋ ତୁ ହି ହେ ସଙ୍ଗୀତ ନ ଶୁଣିବା ପର୍ଯ୍ୟନ୍ତ ତାଙ୍କର ପୂର୍ଣ୍ଣ ଆତ୍ମତୃପ୍ତି ଆସେ ନାହିଁ। ଠାକୁର ଦିନେ ନରେନ୍ଦ୍ରନାଥଙ୍କୁ ଅଦ୍ୱୈତ ଦର୍ଶନର ପ୍ରତିପାଦିତ ଜୀବ ବ୍ରହ୍ମର ଐକ୍ୟସୂଚକ ଅନେକ କଥା କହିଥିଲେ। ନରେନ୍ଦ୍ର ଏସବୁ କଥା ମନୋନିବେଶପୂର୍ବକ ଶୁଣିଲା ପରେ ମଧ୍ୟ ହୃଦୟଙ୍ଗମ କରିପାରିଲେ ନାହିଁ। ଠାକୁରଙ୍କ କଥା ସମାପ୍ତ ହେବା ପରେ ହାଜରା ମାଉସୀଙ୍କ ପାଖରେ ବସି ନରେନ୍ଦ୍ର ଧୂମ୍ରପାନ କରୁ କରୁ ପୁଣି ଥରେ ଏସବୁ କଥା ଆଲୋଚନା ପ୍ରସଙ୍ଗରେ କହିଲେ, ଏହା କ'ଣ କେବେ ସମ୍ଭବ ହୋଇପାରେ? ମାଠିଆଟା ଈଶ୍ୱର, କଂସାଟା ଈଶ୍ୱର ଏବଂ ଆମେ ସବୁ ଯାହା ଦେଖୁଛୁ ସବୁ ଈଶ୍ୱର। ଶେଷରେ ଆମେ ସମସ୍ତେ ଈଶ୍ୱର। ହାଜରା ମାଉସୀ ମଧ୍ୟ ନରେନ୍ଦ୍ରଙ୍କ ସଙ୍ଗେ ଏକମତ ହେଲେ ଏବଂ ଦୁହିଁଙ୍କ ମଧ୍ୟରେ ହାସ୍ୟ ରୋଳ ଉଠିଲା। ଏହି ହାଜରା ମାଉସୀଙ୍କ ସହିତ ନରେନ୍ଦ୍ରନାଥଙ୍କର ଈଶ୍ୱରଙ୍କ ସମ୍ବନ୍ଧୀୟ କଥା କହି ହସୁଥିବାର ଶବ୍ଦ ଠାକୁରଙ୍କର କର୍ଣ୍ଣଗୋଚର ହେଲା। ଶ୍ରୀ ଠାକୁର ସେତେବେଳେ ଅର୍ଦ୍ଧଭୟାଦଶାରେ ରହିଥିଲେ। ନରେନ୍ଦ୍ରଙ୍କୁ ହସୁଥିବାର ଶୁଣି ପିଲାଙ୍କ ଭଳି ପିନ୍ଧିଥିବା ଲୁଗାଟିକୁ କାଖରେ ଜାକି ସେ ଘର ଭିତରୁ ବାହାରି ଆସିଲେ। ତାପରେ ନିଜେ ହସି ପଚାରିଲେ, ତୁମେ ସବୁ କ'ଣ କଥା ହେଉଥିଲ ରେ? ଏତିକି କହି ସେ ନରେନ୍ଦ୍ରଙ୍କୁ ସ୍ପର୍ଶ କରି ସମାଧିସ୍ଥ ହୋଇଗଲେ। ସେଦିନ ଘଟଣା ସମ୍ପର୍କରେ ନରେନ୍ଦ୍ର ପରେ କହିଥିଲେ, ସେଦିନ ଠାକୁରଙ୍କର ଅଦ୍ଭୁତ ସ୍ପର୍ଶରେ ମୁହୂର୍ତ୍ତକ ମଧ୍ୟରେ ମୋର ଭାବାନ୍ତର ହୋଇଗଲା। ସମ୍ବିତ ହୋଇ ସତକୁ ସତ ଦେଖିଲି ବିଶ୍ୱବ୍ରହ୍ମାଣ୍ଡରେ ଈଶ୍ୱର ଭିନ୍ନ ଆଉ କିଛି ନାହିଁ। ଏଭଳି ଦେଖି ମଧ୍ୟ ନୀରବ ରହିଲି। ଭାବିଲି ଦେଖାଯାଉ କେତେବେଳେ ଯାଏଁ ଏସବୁ ଭାବ ରହୁଛି। କିନ୍ତୁ ସେ ଭାବ ସେଦିନ ସାମାନ୍ୟତଃ ମଧ୍ୟ କମିଲା ନାହିଁ। ଘରକୁ ଫେରିଲି, ସେଠାରେ ମଧ୍ୟ ସେ ଏକା କଥା। ଯାହା କିଛି ଆଖିରେ ପଡ଼ିଲା ସେସବୁ ସେ ଏକା ଭଳି ବୋଧ ହେଲା। ଖାଇବାକୁ ବସିଲି, ଦେଖିଲି ଅନ୍ନ ଥାଳି ଯେ ପରିବେଷଣ କରୁଛନ୍ତି ସେ ସମସ୍ତ ଏବଂ ମୁଁ ନିଜେ ମଧ୍ୟ ତାଙ୍କ ବ୍ୟତୀତ ଆଉ କିଛି ନୁହେଁ। ଗୁଣ୍ଡାଏ ଦିଗୁଣ୍ଡା ପାଟିକୁ ନେଇ ସ୍ଥିର ହୋଇ ବସି ରହିଲି। ସବୁବେଳେ ଅଦ୍ଭୁତ ଏକ ଅନୁଭୂତିର ନିଶାରେ ଆଚ୍ଛନ୍ନ ହୋଇ ରହିଲି। ରାସ୍ତାରେ ଚାଲୁଛି, ଗାଡ଼ିଟି ଆସିବାର ଦେଖୁଛି, କିନ୍ତୁ ଅନ୍ୟ ସମୟରେ ଯେପରି ଗାଡ଼ିଟା କାଳେ ମୋ ଆଡ଼କୁ ମାଡ଼ି ଆସିବ ବା ମୋ ଉପରକୁ ମାଡ଼ିଯିବ ବୋଲି ଆଶଙ୍କା ହୁଏ, ମନରେ ସେପରି କିଛି ହେଲା ନାହିଁ। ଘୁଞ୍ଚି ଯିବାକୁ ମଧ୍ୟ ଇଚ୍ଛା ହେଲା ନାହିଁ। ମନେ ହେଉଥାଏ ଗାଡ଼ି ଯାହା ମୁଁ ବି ତାହା। ଏହି ଭାବରେ କିଛି ଦିନ ପର୍ଯ୍ୟନ୍ତ ଏହି ବିଷମ ଭାବର ଆବେଶ ଓ ଆଚନତାର ହାତରୁ ପରିତ୍ରାଣ ପାଇଲି ନାହିଁ। ଯେତେବେଳେ ପ୍ରକୃତିସ୍ଥ ହେଲି, ସେତେବେଳେ ଭାବିଲି ଏହା ହିଁ ଅଦ୍ୱୈତ ବିଜ୍ଞାନର ଆଭାସ। ତେବେ ତ ଶାସ୍ତ୍ରରେ ଏ ସମ୍ବନ୍ଧରେ ଯାହା ଲେଖା ହୋଇଛି ତାହା ମିଥ୍ୟା ନୁହେଁ। ତଦ୍ବିତି ଅଦ୍ୱୈତ ତତ୍ତ୍ୱ ଉପରେ ଆଉ କେବେ ହେଲେ ସନ୍ଦିହୀନ ହୋଇପାରି ନାହିଁ। ଏହି ହାଜରା ମାଉସୀ ହେଲେ ଶ୍ରୀ ପ୍ରତାପ ଚନ୍ଦ୍ର ହାଜରା। ସେ